जय जगन्नाथ सांग माने नमस्कार दर्शक बंधु। रथयात्रा पर रथ कुआड़े जाए प्रतिवर्ष नुआ करी रथ तैयारी होउथिबा बेले पुराणा रथ सब कुआड़े जाए एते रथ केउठी रखा जाए काहेकि एते दिनरु रथयात्रा अनुष्ठित होई आसुछि। कौन आपण माने केबे भाबिछंती रथयात्रा पर एही रथ सब कौन हुए? जदि जानी नाहांती तेबे चलंतु जानिबा एहार रहस्य आजिर एही भिडियो रे। अक्षय तृतीया तिथि ठारू रथ खोला काठ अनुकूल परे आरंभ हुए तीन ठाकुरंकर रथ निर्माण कार्य। 2 मासर अक्रांत परिश्रम पर शेष हुए रथ निर्माण कार्य। ସେହି ରଥରେ ବସି ପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଆରମ୍ଭ ହୁଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ତାଙ୍କର ଜନ୍ମବେଦୀକୁ ଯାତ୍ରା କରନ୍ତି ତାଙ୍କର ଭାଇ ଭଉଣୀକୁ ସାଙ୍ଗରେ ଧରି। ବାହାରନ୍ତି 9 ଦିନ ଯାତ୍ରା ପାଇଁ। ରଥରେ ବିରାଜମାନ ହୋଇ ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ। 9 ଦିନ ଗୁଣ୍ଡିଚା ମନ୍ଦିରରେ ରହି ଫେରିବା ପରେ ମହାପ୍ରଭୁଙ୍କର ହୋଇଥାଏ ନୀଳାଦ୍ରି ବିଜେ। ଏହାପରେ ଆରମ୍ଭ ହୁଏ ରଥ ଭଙ୍ଗା କାର୍ଯ୍ୟ। କର୍ମେ ପ୍ରତିବର୍ଷ ରଥଯାତ୍ରା ପରେ ଶ୍ରାବଣ ମାସରେ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୁଏ। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗାଯାଏ। ତାପରେ ପ୍ରଭୁ ବଳଭଦ୍ରଙ୍କର ତାଳଧ୍ୱଜ ଓ ଶେଷରେ ପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ ଭଙ୍ଗାଯାଏ। ଆଉ ଏହି ରଥ ଭଙ୍ଗା କାର୍ଯ୍ୟ କର୍ମେ ପ୍ରାୟ ପାଖାପାଖି 12 ଦିନ ଯାଏଁ ଚାଲେ। ଏହି ସେବାକୁ କେବଳ ଭୂଇଁ ସେବକମାନେ କରନ୍ତି। ଯେପରି ରଥ ଗଢ଼ାରୁ କାର୍ଯ୍ୟ କର୍ମେ ତଳ ଚକ୍ରରୁ ଆରମ୍ଭ କରି ଦଧିନେଉତିରେ ଶେଷ ହୋଇଥାଏ ସେହିପରି କର୍ମନ୍ୱୟରେ ରଥ ଭଙ୍ଗା କାର୍ଯ୍ୟ କର୍ମେ ଦଧିନେଉତି ପାଖରୁ ତଳଚକ ଯାଏଁ ହୋଇଥାଏ। କର୍ମନ୍ୱୟରେ ରଥର 34ଟି ଜିନିଷକୁ ଭଙ୍ଗାଯାଏ। ପ୍ରତିବର୍ଷ ରଥକୁ ଭଙ୍ଗା ଯାଇଥିବା ଚକ୍ର ଅଶ୍ୱ ପଭା ସିଂହାସନ କଣକୁଜକୁ ଗୁଣ୍ଡିଚା ମନ୍ଦିର ପାଖକୁ ନେଇ ଭକ୍ତମାନଙ୍କ ମଧ୍ୟରେ ନିଲାମ କରାଯାଏ। ଏହା ଫଳରେ ସାଧାରଣ ଲୋକମାନେ ଏହାକୁ ପାଇ ପାରନ୍ତି। ଏହା ଶ୍ରୀମନ୍ଦିରର ତତ୍ତ୍ୱାବଧାନରେ ହୋଇଥାଏ। ରଥର ତଳ କାଠକୁ ଶ୍ରୀମନ୍ଦିରର ରୋଷେଇଶାଳାକୁ ନେଇ ରୋଷେଇ କାର୍ଯ୍ୟରେ ଲଗାଯାଇଥାଏ। ରଥରେ ଅନ୍ୟ ମହତ୍ତ୍ୱପୂର୍ଣ୍ଣ କାଠଗୁଡ଼ିକୁ ଜଗନ୍ନାଥ ବଲ୍ଲଭ ମଠରେ ସୁରକ୍ଷିତ ଭାବରେ ରଖାଯାଏ। ରଥରୁ ବାହାରୁଥିବା ଶୁଆ ଆଉ ସାରଥୀଙ୍କୁ ନବେକଳେବର ସମୟରେ ତିନି ଠାକୁରଙ୍କ ସହିତ ସମାଧି ଦିଆଯାଏ। ରଥ ଭଙ୍ଗା କାର୍ଯ୍ୟକୁ ସୁରକ୍ଷିତ ଭାବରେ ସମ୍ପାଦନ କରିବା ପାଇଁ ଶ୍ରୀମନ୍ଦିର ତରଫରୁ କ୍ରେନ୍ର ବ୍ୟବସ୍ଥା ମଧ୍ୟ ହୋଇଥାଏ। ଏହିପରି ଭାବରେ ସୁରୁଖୁରୁରେ ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ। କଣ ଏହି ବିଷୟରେ ଆପଣମାନେ ପୂର୍ବରୁ ଜାଣିଥିଲେ? ତଳେ ମୋତେ କମେଣ୍ଟ କରି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ଯଦି ଆଜିର ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଉ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖାହେବ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ। ଜୟ ଜଗନ୍ନାଥ।